ପାଗିଳି ଏ ପାଗିଳି ରାଗିଛୁ ମୋ ଉପରେ। ମୁଁ ଜାଣିଛି ତୁ ମୋ ଉପରେ ରାଗିଛୁ, ଆଉ କାହିଁକି ନ ରାଗିବୁ ଯେ? ରାକ୍ଷୀ ପୂର୍ଣ୍ଣମୀ ଏତେ ବଡ ଦିନ ହେଲେ ତୋ ଭାଇଟା ତୋ ପାଖକୁ ଯାଇପାରିଲା ନା। ତା ଉପରେ ତ ସାଙ୍ଗମାନଙ୍କ ସହ ଷ୍ଟୋରି ଆଉ ଷ୍ଟାଟସ ତାଙ୍କ ଭାଇମାନଙ୍କ ସହିତ ତ ଦେଖିକି ଆହୁରି ରାଗ ଲାଗୁଥିବ। ତୁ ଭାବୁଥିବୁ ବୋଧେ ଭାଇକୁ ମତେ କିଛି ଦବା ପାଇଁ ପଡିବ, ସେଥିପାଇଁ ଆସିଲାନି। ହେଲେ ପ୍ରକୃତ କଥାଟା ନା ତତେ ମୁଁ ବୁଝେଇ ପାରିବି ନା ତୁ ବୁଝିପାରିବୁ। ତଥାପି ଏତିକି ଜାଣିଥା କି ପୁଅ ମାନଙ୍କ ଜୀବନ ନା ଏମିତି ଗୋଟେ ନିର୍ଦ୍ଦିଷ୍ଟ ଆଉ ପ୍ରାପ୍ତ ବୟସ ପରେ ପୁଅମାନେ ବେଘରୁଆ ହେଇଯାନ୍ତି। ସାମାଜିକ ତଥା ଆର୍ଥିକ ପରିସ୍ଥିତି ସହିତ ନିଜକୁ ଟିକେ ବଦଳେଇ ଦିଅନ୍ତି ଆଉ ନିଜ ପ୍ରିୟଜନ ନିଜ ପରିବାରଠୁ ବହୁତ ଦୂରକୁ ଚାଲିଯାଆନ୍ତି, ଚାହିଁଲେ ବି ଆସିପାରନ୍ତି। ତାପରେ ତୋର ପୁଣି ବାହାଘର ବି ଅଛି, ସେତେବେଳେ କିଛି କମିଗଲେ କହିବୁ ମତେ କଣ ଦେଇଛ କି? ନହେଲେ ମୁଁ କଣ ଘରକୁ ଯାଇନଥାନ୍ତି? ତତେ ବା ମୁଁ ରାକ୍ଷୀର ମାସେ ଆଗରୁ ପଚାରେ କଣ ନବୁ? ଯଦି ବେଶୀ ରୋଗ ମୁଁ କହିକି କିଛି ଦେବିନି। ହଉ ଛାଡ, ତୁ ରାଗ ପଛେ ମନ ଦୁଃଖ କରନା। ଆଉ ଏଇଟା ଭାବିବୁନି କି ମୁଁ ରାକ୍ଷୀ ବାନ୍ଧିନି ମାନେ ମୋ ଭାଇ ମୋ ରକ୍ଷା କରିବ କି ନା। ଜୀବନରେ କିଛି ବି ପରିସ୍ଥିତିରେ ତୋ ସହିତ ମୁଁ ହିଁ ଛିଡା ହେଇଥିବି। ଆଉ ଯଦି କେବେ ତୋ ଜୀବନ ଅନ୍ଧକାର ଭିତରକୁ ପଳାଏ, ଯଦି ଆଲୋକ ନ ହେଇପାରିବି, ତୋ ସହିତ ଅନ୍ଧାରେ ବାଟ ଚାଲିପାରିବି, ଏତିକି କଥା ଦଉଛି। ଆଉ ବାକି ରହିଲା ସେ ଫ୍ଲିପକାର୍ଟ ବାଲା କାଲି ଯିବ, ତୋ ପାଇଁ ଗୋଟେ ଡ୍ରେସ ମଗେଇଥିଲି, ପଇସା ମୁଁ ଦେଇଦେଇଛି। 2-3 ଟଙ୍କା ଦେଇକି ତାକୁ ଡ୍ରେସଟା ରିସିଭ କରିଦେବୁ, କାହିଁକି ନା ଉପହାରଟା ଖାଲି ରିସିଭ କରନ୍ତିନି। ହଉ ରହିଲି, ଟାଟା। ରାଗିବୁନି, ଇତି ତୋର ଅଯୋଗ୍ୟ ଭାଇ।